ଏକ ଛୋଟ ଗାଁରେ ଗୋଟିଏ ଗରିବ କିନ୍ତୁ ଭକ୍ତିଶୀଳ ପରିବାର ରହୁଥିଲେ। ସେହି ପରିବାରରେ ବାପା, ମା ଓ ଦୁଇଟି ଛୁଆ ଥିଲେ। ସେମାନଙ୍କ ଘର ବହୁତ ଛୋଟ ଥିଲା, କିନ୍ତୁ ସବୁବେଳେ ସଫାସୁତୁରା ରଖୁଥିଲେ। ସେମାନେ ଦିନକୁ ଦିନ କଷ୍ଟ କରି ଜୀବନ ବିତାଉଥିଲେ, କିନ୍ତୁ ଭଗବାନଙ୍କୁ ଭୁଲୁନଥିଲେ। ସେହି ଘରର ମା ପ୍ରତିଦିନ ସନ୍ଧ୍ୟା ସମୟରେ ଘର ସଫା କରି ଗୋଟିଏ ଛୋଟ ମାଟିର ଦୀପ ଜଳାଇ ମା ଲକ୍ଷ୍ମୀଙ୍କୁ ପୂଜା କରୁଥିଲେ। ସେ ଭକ୍ତି ଭାବରେ କହୁଥିଲେ, ହେ ମା ଲକ୍ଷ୍ମୀ, ଆମ ଘରକୁ ଆସନ୍ତୁ ଓ ଆମକୁ ସୁଖ ଓ ଶାନ୍ତି ଦିଅନ୍ତୁ। ପଡ଼ୋଶୀମାନେ ସେମାନଙ୍କୁ ଦେଖି ହସୁଥିଲେ। ସେମାନେ କହୁଥିଲେ, ତୁମେ ଗରିବ ହୋଇଛ, ଦୀପ ଜଳାଇଲେ କ'ଣ ହେବ? କିନ୍ତୁ ସେହି ପରିବାର ଲୋକେ ଭକ୍ତି ଛାଡ଼ି ନଥିଲେ। ସେମାନେ ଭଲ ମନରେ ପୂଜା କରୁଥିଲେ। ଗୋଟିଏ ଦିନ ଦୀପାବଳି ପର୍ବ ଆସିଲା। ସବୁ ଘରେ ବଡ଼ ବଡ଼ ଦୀପ ଆଲୋକ ଲାଗିଥିଲା। ସେହି ଗରିବ ପରିବାର ପାଖରେ ମାତ୍ର ଗୋଟିଏ ଛୋଟ ଦୀପ ଥିଲା। ତଥାପି ସେମାନେ ଭକ୍ତିରେ ଦୀପ ଜଳାଇଲେ ଓ ମା ଲକ୍ଷ୍ମୀଙ୍କୁ ପୂଜା କଲେ। ସେହି ରାତିରେ ମା ଲକ୍ଷ୍ମୀ ଗାଁକୁ ଆସିଲେ। ସେ ଦେଖିଲେ ବହୁତ ଘର ଆଲୋକରେ ଭରିଥିଲା, କିନ୍ତୁ ଲୋକମାନଙ୍କ ମନରେ ଅହଙ୍କାର ଥିଲା। ପରେ ସେ ସେହି ଛୋଟ ଘରକୁ ଆସିଲେ, ଯେଉଁଠାରେ ଗୋଟିଏ ଛୋଟ ଦୀପ ଜଳୁଥିଲା ଓ ପରିବାର ଭକ୍ତିରେ ପୂଜା ଅର୍ଚ୍ଚନା କରୁଥିଲେ। ମା ଲକ୍ଷ୍ମୀ ଖୁସି ହୋଇ ଘର ଭିତରକୁ ପ୍ରବେଶ କଲେ। ସେ ଆଶୀର୍ବାଦ ଦେଇ କହିଲେ, ତୁମର ଭକ୍ତି ଓ ସଫା ମନ ଦେଖି ମୁଁ ବହୁତ ଖୁସି। ଏହି ଦୀପ ତୁମର ଘରର ସୁଖ ଓ ସମୃଦ୍ଧିର ଆଲୋକ ହେଉ। ପରବର୍ତ୍ତୀ ଦିନରୁ ସେହି ପରିବାର ଜୀବନ ବଦଳିଗଲା। ବାପାଙ୍କୁ ଭଲ କାମ ମିଳିଲା, ଛୁଆମାନେ ଭଲ ପଢ଼ିବାକୁ ଲାଗିଲେ ଓ ଘରେ ସମୃଦ୍ଧି ଆସିଲା। ସେମାନେ ଆଉ ଅଧିକ ଭକ୍ତି ଓ ଦୟାରେ ଜୀବନ କଟିବାକୁ ଲାଗିଲେ। ସେହି ଦିନଠାରୁ ଗାଁର ଲୋକମାନେ ବୁଝିଲେ ଯେ ବଡ଼ ଆଲୋକ ନୁହେଁ, ଭକ୍ତି ଓ ସଫା ମନ ଥିଲେ ମା ଲକ୍ଷ୍ମୀ ଘରକୁ ନିଶ୍ଚୟ ଆସନ୍ତି। ଜୟ ମା ଲକ୍ଷ୍ମୀ, ଜୟ ମା ଲକ୍ଷ୍ମୀ, ଜୟ ମା ଲକ୍ଷ୍ମୀ।